ଏକାଦଶୀ ଦିନ ମା ସୁଭଦ୍ରା ଚକାରେ ମଧ୍ୟ ବସିବେ। ପରେ ଖଳି ଲାଗି ହବ। ଖଳି ଲାଗି କରାଯାଇ ତାପରେ ରାତ୍ରରେ ସନ୍ଧ୍ୟା ଧୂପ ସରିଲା ପରେ ମହାପ୍ରଭୁଙ୍କର ଚନ୍ଦନ ଲାଗି ହବେ। ଏଇଟା ସର୍ବାଙ୍ଗ ଚନ୍ଦନ, ସାରା ଶରୀର ଚନ୍ଦନ ଲାଗି ହୁଅନ୍ତି। ଏଇ ଚନ୍ଦନ ଓଡ଼ିଆ ମଠ ଯୋଗେଇଥାଏ। ଆଉ ଏଇ ଚନ୍ଦନ ଲାଗି ପରେ ମହାପ୍ରଭୁ ବଡ଼ ସିଂହାର ବେଶ ହୁଅନ୍ତି। ବାଲ ଲାଗି ସଜ ଲାଗି ହୁଅନ୍ତି। ନାଲି ନେଳି ଯୋଉ ତୁଳସୀ ଗୋଲାପ ରଙ୍ଗର ଫୁଲ ଲାଗି ହୁଅନ୍ତି। ଧଳା ଫୁଲ ଯୋଉ ଲାଗି ହୁଅନ୍ତି ବାସ୍ନା ଫୁଲ, ସେଇ ଫୁଲ ଆଗାମୀ କାଲି ଏକାଦଶୀ ଦିନ ପୂର୍ବରୁ ବନ୍ଦ ହେଇଯାଏ। ଏହାର ତ ଆଜି ଲାଗି ସରିଲା ପରେ କାଲିଠୁ ଆଉ ଧଳା ଫୁଲ ଲାଗିର ବ୍ୟବସ୍ଥା କିଛି ନାହିଁ, କିନ୍ତୁ ପ୍ରଥମ ଚକଟା ଭୋଗ ପର୍ଯ୍ୟନ୍ତ ଚାଲେ। ତାପରେ ମହାପ୍ରଭୁଙ୍କୁ ଯୋଉ ଦ୍ୱିତୀୟ ଚକଟା ଭୋଗ ଆସେ ରାତି ପଣା ଭୋଗରେ ପୂର୍ବରୁ ବର୍ତ୍ତମାନ ଏଇ ପ୍ରକାର ବେଶ ହୁଅନ୍ତି, ଯାହାଫଳରେ ବାଲ ଲାଗି ସଜ ଦ୍ୱିତୀୟ ଚକଟା ଭୋଗରେ ଆରମ୍ଭ ହୁଏ। ତା ପରଦିନ ଦ୍ୱାଦଶୀ ଆସିଲେ ରାଜପ୍ରସାଦ ଥାଳି ମହାପ୍ରଭୁଙ୍କର ୟାର ତ ମହାପ୍ରଭୁଙ୍କର ରାଜପ୍ରସାଦ ଶରୀରର ସଂକେତ, ନୀଳାଭ ଲୁଗାପଟାର ବ୍ୟବସ୍ଥା ଯାହା ସବୁ ଛିନ୍ନ ଭିନ୍ନ ହେଇଥିଲା ସେଇ ସବୁ ଆଉ ଏବଂ ଭୋଗ ପ୍ରସାଦ ସମସ୍ତ ରାଜାଙ୍କ ଘରକୁ ଏଇ ଦଇତାପତି ମାନେ ଯାଆନ୍ତି। ରାଜା ସେପଟେ ଅପେକ୍ଷା କରିଥାନ୍ତି ଯେ ଆଜି ପର୍ଯ୍ୟନ୍ତ ଠାକୁର ତ ଭିତରେ ପଶିଲେ, ବର୍ତ୍ତମାନ ଜ୍ୱରରେ ରହିଲେ, ଭଲ ଲାଗେ ନାହିଁ, ଶରୀର କଣ ହବ, ରଥ କେମିତି ହବ, କେମିତି ପ୍ରସ୍ତୁତ କରିବି, ରଥଯାତ୍ରା ତ ହେଲେ ପୁଣି ହବ, ଦ୍ୱିତୀୟ ଦିନ ତ ରଥଯାତ୍ରା ହବ, ଆଉ ମହାପ୍ରଭୁଙ୍କର ଦେହ ତ ଖରାପ ହେଇଛି, କଣ କରିବେ, ବ୍ୟସ୍ତ ହଉଥିଲେ। ଦଇତାପତି ମାନେ ଯେତେବେଳେ ରାଜପ୍ରସାଦ ଥାଳି ନେଇ ଆଉ ରୂପା ଥାଳିରେ ଆଉ ପାଟକନା ପକାଇ ମହାପ୍ରଭୁଙ୍କର ସଂକେତ ଶରୀର ସଂକେତ ସବୁ ନେଇ ମହାରାଜା ଗଜପତିଙ୍କ ପାଖରେ ଯେତେବେଳେ ପହଞ୍ଚେଇ ଦିଅନ୍ତି, ଗଜପତି ଖୁସି ତାଙ୍କୁ ପ୍ରଣାମ କରି ଗଜପତିଙ୍କ ମୁଣ୍ଡରେ ସେ ଲାଗେ। ଆଉ ଗଜପତି ପଚାରନ୍ତି ଯେ ମହାପ୍ରଭୁଙ୍କର ଘଟଣା କଣ, ସେ କେମିତି ଅବସ୍ଥାରେ ଅଛନ୍ତି। ମହାପ୍ରଭୁ ସୁସ୍ଥ ହେଇଗଲେଣି, ତେଣୁ ଭଲ ଭାବରେ ସୁସ୍ଥ ହେଇଗଲେଣି। ସେ ଚକାରେ ବସି ତାଙ୍କ ଆସ୍ଥାନରେ ବସି ବର୍ତ୍ତମାନ ଖାଇବା ପିଇବା ଆଣିଲାଗ ସବୁ ତାଙ୍କର ଠିକ ଚାଲିଛି। ଆଜି ବି ସବୁ ଭୋଗରାଗ ସବୁ ଠିକ ମାର୍ଗେ ସେ ଖାଇଲେ, ଫଳ ଖାଇଲେ, ଆମ୍ବ କଦଳୀ ସପଟା ପଣସ ସପୁରୀ 5 ପ୍ରକାର ଫଳ, ଛେନା ଦହି ଛେନା ଆମର ସର ରାବୁଡି ପାପୁଡି କ୍ଷୀର ଆରମ୍ଭ କରି ଛତୁ ଛେନାକଟା ଫେନାକଟା ସେ ଯାହା ଖାଇବା କଥା ବର୍ତ୍ତମାନ ଆଜି ସେ ସମ୍ପୂର୍ଣ୍ଣ ଖାଇଲେ, ବର୍ତ୍ତମାନ ସୁସ୍ଥ ଅଛନ୍ତି। ଆପଣ କିଛି ବ୍ୟସ୍ତ ହବା ଦରକାର ନାହିଁ। ବର୍ତ୍ତମାନ ରଥଯାତ୍ରା ପାଇଁ ବ୍ୟବସ୍ଥା ଆପଣ ଆଗେଇ ଯାଆନ୍ତୁ, ଆଉ ମନ ଦୁଃଖ କରିବା ଆପଣଙ୍କର କିଛି ଦରକାର ନାହିଁ। ରାଜା ପୁରା ସନ୍ତୁଷ୍ଟ। ତ୍ରୟୋଦଶୀ ଦିନ ରାଜା ପୁରା ସନ୍ତୁଷ୍ଟ ହେଲେ। ଆଉ ତ୍ରୟୋଦଶୀ ଦିନ ଆମର ଏଠାରେ ହଣା ଲାଗି ହବ। ମହାପ୍ରଭୁ ପୁରାତନ ଜିନିଷ ଯୋଉ ଅଛି ଆମର ପାଟ ଲାଗି, ତାକୁ ଚେଞ୍ଜ କରି ବର୍ତ୍ତମାନ ସେଥିରେ ପୁରାତନ ଜିନିଷ ଛାଡି ନୂତନ ଜିନିଷ ଲାଗି ହେବେ। ଚତୁର୍ଦ୍ଦଶୀ ଦିନ ଖଳି ଲାଗି ହେବେ। ତାପରେ ଆମର ବନକ ଲାଗି ଆକାର ତିଆରି ହେଇ ଆସି ମହାପ୍ରଭୁଙ୍କର ଜନ୍ମ ଉତ୍ସବକୁ ପୁରା କମ୍ପ୍ଲିଟ ଶରୀର ଏଇ ବିଶ୍ୱ ସାଙ୍ଗରେ ମିଶି ବର୍ତ୍ତମାନ ଆବରଣ ଠିକ ହେଇ ଆଉ ତାଙ୍କର ନୂତନ ଚକ୍ଷୁ ହଉଛି, ଆଖି ହଉଛି ଚନ୍ଦ୍ର ସୂର୍ଯ୍ୟ, ନାକ ହଉଛି ମଙ୍ଗଳ, ପାଟି ହଉଛି ଚିତା ହଉଛି ବୃହସ୍ପତି, କିରୀଟି ହଉଛି ରହୁ ଆଉ ତଳେ ପାଦରେ ରହିଲେ କେତୁ। ସେଇ ପ୍ରକାର ବର୍ତ୍ତମାନ ବିଶ୍ୱର ପ୍ରତୀକ ରୂପ ତାଙ୍କର ଯାହା ହବ ମାନେ ସେ ଅମାବାସ୍ୟା ଦିନ ଏଇ ପଣା ଭୋଗ ଯୋଉ ହେଇଥାଏ, ଏଇ ପଣା ଭୋଗ ଅକ୍ଷୟ ତୃତୀୟାଠୁ ଆରମ୍ଭ ହେଇଥାଏ। ନାହିଁ ଆମର ରଥଯାତ୍ରା ମିଟିଂ ହେଇଥିଲା। ରଥଯାତ୍ରା ମିଟିଂରେ ଆମର ମାନେ ନିଷ୍ପତ୍ତି କରାଗଲା ଯେ ଆମ ବଳଭଦ୍ରଙ୍କର ପ୍ରାୟ
60 ଜଣ, ସୁଭଦ୍ରାଙ୍କର ପ୍ରାୟ 50 ଜଣ ଭିତରେ, ଆଉ ଜଗନ୍ନାଥଙ୍କର 80 ଜଣ ଠୁ 100 ଜଣ ଭିତରେ ଆମର ଆବଶ୍ୟକ। ଏହାଠୁ ଅଳ୍ପ ହେଲେ ବି ଚଳିବ। ସେଥିପାଇଁ ଠାକୁର ବାହାରକୁ ଦେଖାଯାଉନାହାନ୍ତି। ଚାରିପଟୁ ଠାକୁରଙ୍କୁ ଭିଡ଼ିକି ଅସ୍ତବ୍ୟସ୍ତ କରୁଛନ୍ତି। ଆଉ ତେଣୁ ଏଇ ପ୍ରକାର ନିଷ୍ପତ୍ତି କରାଯାଇଛି। ଆଉ କଣ ହଉଛି କଣ ନାହିଁ ବର୍ତ୍ତମାନ ସେଇଟା ମହାପ୍ରଭୁଙ୍କ ହାତରେ ନିର୍ଭର କରେ। ବର୍ତ୍ତମାନ ସେଇ ଏଇ ପ୍ରକାର ନିଷ୍ପତ୍ତି ନିଆଯାଇଛି। ରଥକୁ ତ ଲୋକ ବନ୍ଦ କରାଯାଇଛି, ଆଉ ଅଣସେବାୟତଙ୍କୁ ଛାଡିବା ଏବଂ ନ ଛାଡିବା ଏଟା ପ୍ରଶାସନ ଉପରେ ନିର୍ଭର କରୁଛି। ମାନେ ଜଗିବେ, ଛାଡିବେ ସେମାନଙ୍କ ବ୍ୟବସ୍ଥା, ସେ ଯଦି ଢିଲା କରିବେ ଲୋକ ବସେଇଯିବେ। ଭକ୍ତ ସବୁବେଳେ ଅନେଇକି ଅଛନ୍ତି ଆମେ କେମିତି ପ୍ରଭୁଙ୍କୁ ଟିକେ ନବୁ, ପାଖକୁ ଯାଇକି ଦର୍ଶନ କରିବୁ। ସେଇଟା କିଏ କାହାକୁ କଣ ମନା କରିଦେଇପାରିବ? ଯଦି କାହାକୁ ଯିଏ ଆସିଗଲା ଠାକୁରଙ୍କ ପାଖକୁ ସେ ତ ଦର୍ଶନ କରିବ, ଆମେ କଣ ତାକୁ ପେଲିଦେବୁ? ତାହା ନାହିଁ। ଯଦି ମହାପ୍ରଭୁଙ୍କର ବରାଦ ଥିବ ସେମାନେ ଆସିକିରି ପ୍ରଭୁଙ୍କୁ ଛୁଇଁବେ, କିଏ କଣ କରିବ? ଛାଡ଼ିଦେବେ। ସେଇଟା କିଛି ନାହିଁ। ଯାହା ନିଷ୍ପତ୍ତି ହେଇଛି ଯାହା ଚାଲିବ, ସେଇଆର କାର୍ଯ୍ୟ ନାହିଁ, ସିଏ ରହିବେ ନାହିଁ। ରହିବା ଦ୍ୱାରା ବର୍ତ୍ତମାନ ସେ ଆଉ ଗୋଟେ ବାଡ଼ ହେଇକି ରହିବା ଦ୍ୱାରା ବର୍ତ୍ତମାନ ସାଧାରଣ ଜନସାଧାରଣ ଭକ୍ତମାନେ କେହି ପ୍ରଭୁଙ୍କୁ ଦେଖିପାରୁନାହାନ୍ତି। ଯେତିକି ଘଣ୍ଟୁଆ ରହିବା କଥା ରହିବେ, ସତାର ରହିବେ, ରୂପକାର ରହିବେ, ମହାରଣା ମାନେ ରହିବେ, ଏବଂ ଯାହାର ପାଳି ଅଛି ସେଇ ଦିନର ଯଦି ରହିପାରନ୍ତି ରହିପାରନ୍ତି। କିନ୍ତୁ ଛତାର, କାଳିଆ ଆଉ ଚର୍ଚ୍ଚାବାଲା, ରଥର ସିପେଇ, ଡାହୁକ ଏସବୁ ଯେତିକି ରହିବା କଥା ରହିବେ ଏବଂ ଦଇତାପତି ମାନେ ରହିବେ। ଅନ୍ୟ ଲୋକର ଯାହାର କାର୍ଯ୍ୟ ନାହିଁ ସିଏ ତା ଉପରେ ରହିବ ନାହିଁ। ତାର ସେବା ନାହିଁ, ସେ ରହିବ ନାହିଁ। ସେବା କିନ୍ତୁ କାହାର ନାହିଁ। ରଥ ଲାଗିଲେ ଯାହାର ସେବା ହବ, ରଥ ନ ଲାଗିଲେ ସେବା ହବ ନାହିଁ। ରଥ ଲାଗିଲେ ସେବା ପୁଣି ଆରମ୍ଭ ହବ, ପୁଣି ଠାକୁର ଲୁଗା ପାଲଟିବେ, ପୁଣି ସବୁ ଲାଗି ହବ, ପୁଣି ଆଉ ଥରେ ମାସାନ ହେବେ। ମାସାନ ପରେ ପୁଣି ଯେମିତି ଧୂପ ସରିଲା ପରେ ମାସାନ, ସେଠି ମାସାନ ହେବେ। ମାସାନ ପରେ ପୁଣି ବେଶ ହେବେ, ବେଶ ପରେ ମଧ୍ୟାହ୍ନ ଧୂପ ହବ, ପୁଣି ବଡ଼ସିଂହାର ହବ, ଏଇ ସନ୍ଧ୍ୟା ଧୂପ ହବ, ବଡ଼ସିଂହାର ହବ, ଏମିତି ଯୋଉଠି ରହିବ ଠାକୁର ପୌଢ଼ ହେବେ ସେଦିନ। ଆଉ କଣ?